ନମସ୍କାର ଜୟ ଜଗନ୍ନାଥ ସାଙ୍ଗମାନେ। ତ ଆଜିର କାହାଣୀର ନାଁଟି ହେଉଛି ପ୍ରୟୋଗ ବିନା ଜ୍ଞାନ ଅଦରକାରୀ। କିଛି ଆଡ଼ୁ ସାଡ଼ୁ କଥାବାର୍ତ୍ତା ନ କରି ଡାଇରେକ୍ଟ କାହାଣୀଟି ଶୁଣିବା। ଜଣେ ରାଜାଙ୍କ ବିଶାଳ ପ୍ରାସାଦରେ ଏକ ସୁନ୍ଦର ଉଦ୍ୟାନ ଥିଲା, ଯେଉଁଥିରେ ଏକ ଗଛରେ ଅଙ୍ଗୁର ଫଳୁଥିଲା। ପ୍ରତିଦିନ ଗୋଟିଏ ପକ୍ଷୀ ଆସି ମିଠା ଅଙ୍ଗୁର ଖାଉଥିଲା, ଆଉ କଞ୍ଚା ଏବଂ ଖଟା ଅଙ୍ଗୁର ତଳେ ପକାଇ ଦେଇଥିଲା। ମାଳି ପକ୍ଷୀଟିକୁ ଧରିବା ପାଇଁ ବହୁତ ଚେଷ୍ଟା କଲା, କିନ୍ତୁ ସବୁ ଚେଷ୍ଟା ବ୍ୟର୍ଥ ହେଲା। ନିରାଶ ହୋଇ ଗୋଟିଏ ଦିନ ସେ ରାଜାଙ୍କୁ ଏହା ବିଷୟରେ କହିଲା। ରାଜା ଭାନୁପ୍ରତାପ ଆଶ୍ଚର୍ଯ୍ୟ ହୋଇଗଲେ। ସେ ପକ୍ଷୀଟିକୁ ଉଚିତ ଶିକ୍ଷା ଦେବାକୁ ନିଷ୍ପତ୍ତି ନେଲେ ଏବଂ ବଗିଚାରେ ଲୁଚି ରହିଲେ। ଯେତେବେଳେ ପକ୍ଷୀଟି ଅଙ୍ଗୁର ଖାଇବାକୁ ଆସିଲା, ରାଜା ଶୀଘ୍ର ତାକୁ ଧରି ପକାଇଲେ। ଯେତେବେଳେ ରାଜା ପକ୍ଷୀଟିକୁ ମାରିବାକୁ ଚେଷ୍ଟା କଲେ, ପକ୍ଷୀଟି କହିଲା, ହେ ମହାରାଜ, ମୋତେ ମାର ନାହିଁ, ମୁଁ ତୁମକୁ ଜ୍ଞାନର ଚାରିଗୋଟି ଗୁରୁତ୍ୱପୂର୍ଣ୍ଣ କଥା ଶିଖେଇବି। ରାଜା କହିଲେ, ଶୀଘ୍ର କୁହ। ପକ୍ଷୀଟି କହିଲା, ହେ ରାଜା, ସର୍ବପ୍ରଥମେ ତୁମ ହାତରେ ଧରିଥିବା ଶତ୍ରୁକୁ କେବେ ବି ଛାଡ଼ିବ ନାହିଁ। ରାଜା କହିଲେ, ଏବେ ଦ୍ୱିତୀୟ କଥା କୁହ। ପକ୍ଷୀଟି କହିଲା, ଭୁଲରେ ମଧ୍ୟ କେବେ ବି ଅସମ୍ଭବ କଥାରେ ବିଶ୍ୱାସ କରିବ ନାହିଁ। ଏବଂ ତୃତୀୟ କଥା ହେଉଛି, ଅତୀତ କଥା ଭାବି କେବେ ବି ଅନୁତାପ କରିବ ନାହିଁ। ରାଜା ଚିନ୍ତିତ ହୋଇ କହିଲେ, ଏବେ ଚତୁର୍ଥ କଥାଟି ମଧ୍ୟ ଶୀଘ୍ର କହିଦିଅ। ଏଥିରେ ପକ୍ଷୀଟି କହିଲା, ଚତୁର୍ଥ କଥାଟି ବହୁତ ଗଭୀର ଆଉ ବହୁତ ରହସ୍ୟମୟ। ଦୟାକରି ମୋତେ ଟିକେ ଢିଲା କରିକି ଧର, କାରଣ ମୋତେ ନିଶ୍ୱାସ ନେବାକୁ ଟିକେ ଅସୁବିଧା ହେଉଛି। କିଛି ନିଶ୍ୱାସ ନେବା ପରେ ହିଁ ମୁଁ ତୁମକୁ କହିପାରିବି। ପକ୍ଷୀର କଥା ଶୁଣି ରାଜା ତାଙ୍କ ହାତ ଢିଲା କରିବା ମାତ୍ରେ ପକ୍ଷୀଟି ଉଡ଼ିଗଲା ଏବଂ ଏକ ଡାଳରେ ବସି କହିଲା, ମୋ ପେଟରେ 2ଟି ହୀରା ଅଛି। ଏହା ଶୁଣି ରାଜା ଅନୁତାପରେ ବୁଡ଼ିଗଲେ। ତାଙ୍କ ଦୁର୍ଦ୍ଦଶା ଦେଖି ପକ୍ଷୀଟି କହିଲା, ହେ ମହାରାଜ, ଜ୍ଞାନ ଶୁଣିବା କିମ୍ବା ପଢ଼ିବାର କୌଣସି ଲାଭ ନାହିଁ, ବରଂ ଏହାକୁ କାର୍ଯ୍ୟରେ ଲଗାଇଲେ ଆଗକୁ ବଢ଼ିବାରେ ସାହାଯ୍ୟ ମିଳିଥାଏ। ତୁମେ ମୋ କଥା ଶୁଣିଲ ନାହିଁ। ମୁଁ ତୁମର ଶତ୍ରୁ ଥିଲି, ତଥାପି ତୁମେ ମୋତେ ଧରି ଛାଡ଼ିଦେଲ। ମୁଁ ତୁମକୁ ଅସମ୍ଭବ କଥା କହିଲି ଯେ ମୋ ପେଟରେ 2ଟି ହୀରା ଅଛି, ତଥାପି ତୁମେ ତାହା ବିଶ୍ୱାସ କଲ। ଯେତେବେଳେ ତୁମେ ସେହି କାଳ୍ପନିକ ହୀରା ଗୁଡ଼ିକୁ ଧରିପାରିଲ ନାହିଁ, ତୁମେ ଅନୁତାପ କଲ। ତ ସାଙ୍ଗମାନେ, ଆମେ ଏଥିରୁ ଶିକ୍ଷା ପାଉଛୁ କ'ଣ? ଜୀବନରେ ମିଳୁଥିବା ଶିକ୍ଷା ଗୁଡ଼ିକୁ କାର୍ଯ୍ୟରେ ନ ଲଗାଇଲେ ସେ ଶିକ୍ଷାର କୌଣସି ମୂଲ୍ୟ ନଥାଏ। ତ ଆଶା କରୁଛି ସାଙ୍ଗମାନେ ଆପଣମାନଙ୍କୁ ଏ ଗପଟି ବହୁତ ଭଲ ଲାଗିଥିବ। ଯଦି ଭଲ ଲାଗିଥାଏ ପ୍ଲିଜ୍ ଲାଇକ୍, ସେୟାର, ସବସ୍କ୍ରାଇବ୍ ନିଶ୍ଚୟ କରିବେ। ଜୟ ଜଗନ୍ନାଥ।